ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଆଜି ମୁଁ ଭିଡ଼ିଓରେ ଆପଣଙ୍କୁ ଜଣେଇବି କି ଆପଣମାନଙ୍କର PM କିଷାନରେ ଆପଣମାନେ ଷ୍ଟାଟସ୍ ସହିତ ଏବଂ ଆପଣମାନଙ୍କର PM କିଷାନ ଯେଉଁ ବେନିଫିସିଆରୀ ଲିଷ୍ଟ ଅଛି, ମାନେ ଆପଣଙ୍କ ନାମ ସେଥିରେ ଅଛି କି ନାହିଁ, ତ ସେସବୁ ବିଷୟରେ କେମିତି ଆପଣମାନେ ଜାଣିବେ। ତ ଟୋଟାଲ୍ ଡିଟେଲ୍ସ ଭାବରେ ଆପଣଙ୍କୁ ମୁଁ ଜଣେଇବି। ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ ରହିଲା। ଆପଣମାନେ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ଆପଣ ଜାଣିପାରିବେ ଏବଂ ଆପଣ ନିଜ ନିଜ ମୋବାଇଲରେ ଆପଣ ଚେକ୍ କରିପାରିବେ। ତା ପୂର୍ବରୁ ଯଦି ଆପଣ ଭିଡ଼ିଓରେ ନୂଆ ଅଛନ୍ତି ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି। ତ ଦର୍ଶକ ବନ୍ଧୁ, ଆପଣ ଜାଣିଥିବେ କି PM କିଷାନ ଯୋଜନାରେ ଆପଣମାନଙ୍କୁ ବର୍ଷକୁ 6,000 ଟଙ୍କା ଲେଖା ମିଳୁଛି। ଠିକ୍ ଅଛି। ତ ଏ 6,000 ଟଙ୍କା ଲେଖା ଆପଣଙ୍କୁ ମିଳୁଛି। ତ ସେଇଟା ଆପଣମାନଙ୍କର ପାଖାପାଖି 3ଟି କିସ୍ତିରେ ଆପଣଙ୍କର ପଇସା ମିଳେ ଏବଂ ଏଇ ଯେଉଁ 3ଟି କିସ୍ତିରେ ଆପଣଙ୍କୁ ପଇସା ମିଳୁଛି, ତ 3ଟି କିସ୍ତି ଆପଣଙ୍କୁ ସରକାର 2,000 ଟଙ୍କା ଲେଖା କରିକି 3ଟି କିସ୍ତି ଦେଉଛନ୍ତି। ଏ 2,000 ଟଙ୍କା 3ଟି କିସ୍ତିରେ ସରକାର ଆପଣଙ୍କୁ ଦେଉଛନ୍ତି। ତ ସେଇଟା ଆପଣମାନଙ୍କୁ ତିନିଟା କିସ୍ତି 2,000 କରିକି 3ଟା କିସ୍ତି ଦେଉଛନ୍ତି ଆପଣମାନଙ୍କୁ। ତା ସହିତ ଆପଣମାନଙ୍କୁ ଗୋଟେ ବହୁତ ଡିକ୍ଲାରେସନ୍ ସରକାର କରିଛନ୍ତି କି ଆପଣମାନଙ୍କର ମାର୍ଚ୍ଚ 13ରେ ଆପଣଙ୍କର ପଇସା ଆସିବା ପାଇଁ ଯାଉଛି। ଠିକ୍ ଅଛି। ତ ପ୍ରମାଣ ସହିତ ଦେଖା ଲାଗି ବର୍ତ୍ତମାନ ଆଗରୁ କହିଥିଲେ ଆପଣମାନଙ୍କୁ କି ଆପଣଙ୍କର ଆମର ଯେଉଁ ଟ୍ୱିଟର ଅଛି, ସେ ଟ୍ୱିଟରରେ ଆପଣଙ୍କର ସରକାର PM କିଷାନ ଅଫିସିଆଲ ୱେବସାଇଟ୍ ଯେଉଁଟା ଅଛି ସେଥିରେ ଆପଣଙ୍କୁ ଟ୍ୱିଟ୍ କରି କହିଥିଲେ। ବର୍ତ୍ତମାନ ଦେଖନ୍ତୁ PM କିଷାନ ଯୋଜନାରେ ଆପଣଙ୍କ ପରେ ଟୋଟାଲ୍ ଡିଟେଲ୍ସ ଭାବରେ ଆପଣଙ୍କ ପଳେଇ ଆସିଛି କି ଆପଣମାନଙ୍କର The Honorable Prime Minister will release the Sector 22 installment of the PM Kisan on 13th March 2026 from Guwahati, Assam। ଆର ମାନେ ହେଉଛି କି ଆପଣମାନଙ୍କର 22ତମ କିସ୍ତିରେ ଆସିବାର ଅଛି, ମାନେ PM କିଷାନରେ ସେଇଟା ହେଉଛି 13 ତାରିଖ ମାର୍ଚ୍ଚ ମାସରେ ଆପଣମାନଙ୍କର ପଇସା ଆସିବା ପାଇଁ ଯାଉଛି। ଠିକ୍ ଅଛି। ତ ଆଉ ଗୋଟେ କଥା ଆପଣଙ୍କୁ ମୁଁ ଦେଖାଇ ଦେଉଛି ମଧ୍ୟ, ଏଇଟା ହେଉଛି ଆପଣଙ୍କର PM କିଷାନ ଯେଉଁ ଅଫିସିଆଲ ୱେବସାଇଟ୍ ଅଛି। ତ ଅଫିସିଆଲ ୱେବସାଇଟ୍ରେ ଆପଣ ଯେ ଗୁଗୁଲରେ ସର୍ଚ୍ଚ କରିକି ଦେଖିପାରିବେ। ଠିକ୍ ଅଛି। ତ ଆଉ ଗୋଟେ ଦେଖନ୍ତୁ, ଆପଣ ଏଠି ବି ମଧ୍ୟ ସରକାର ଆମ ଟ୍ୱିଟରରେ ମଧ୍ୟ କହିଛନ୍ତି କି ଆପଣମାନଙ୍କୁ କି ଆପଣମାନଙ୍କର 22ତମ ଇନଷ୍ଟଲମେଣ୍ଟ ଆପଣମାନଙ୍କର ୱିଲ୍ ବି ରିଲିଜ୍ଡ ଅନ୍ 13th ମାର୍ଚ୍ଚ। ଠିକ୍ ଅଛି। ମାନେ ଆପଣଙ୍କର 22ତମ କିସ୍ତିଟା ଆପଣମାନଙ୍କର 13 ତାରିଖ ଦିନ ଆସିବ। ଠିକ୍ ଅଛି। ଏଠି ମଧ୍ୟ କହିଛନ୍ତି ଏବଂ ଆପଣମାନଙ୍କର କେତେ ଲକ୍ଷ ଲୋକ ପାଇବେ ସେଇଟା ମଧ୍ୟ ଆପଣଙ୍କୁ ଡିକ୍ଲାରେସନ୍ ସରକାର କରିଛନ୍ତି। ଯାହାକି ଦେଖନ୍ତୁ ଲେଖା ହେଇଛି ଏଠି कि अंतर्गत का सशक्त बनाने के लिए दिशा में बड़े कदम। PM किसान के 22तम किस्ती के तहत 18,640 करोड़ से अधिक का राशि प्रत्यक्ष लाभ अंतरण अवतार DBT के माध्यम से 9.32 करोड़ के अधिक किसान को सीधा पहुँचेंगे। ठीक अच्छे। तो माने आप से कहते कि आप जो पैसा आपणकर 2,000 टଙ୍କା ଲେଖା ଆପଣଙ୍କର ଆସିବ, ତ ସେଇଟା ଆପଣଙ୍କର 9,032 କୋଟି ଲୋକମାନଙ୍କୁ DBT ମାଧ୍ୟମରେ ଦିଆଯିବ। ଠିକ୍ ଅଛି। ତ DBT ମୁଁ ଆପଣଙ୍କୁ କହିଛି ଆପଣଙ୍କର ଆକାଉଣ୍ଟରେ ବର୍ତ୍ତମାନ DBT ଏବଂ eKYC ନିହାତି କରିବା ଆବଶ୍ୟକ, କାହିଁକିନା ଏଇଟା ମଧ୍ୟ ସରକାରଙ୍କ ଦେଖନ୍ତୁ ପ୍ରଧାନମନ୍ତ୍ରୀ ଅଫିସିଆଲ ୱେବସାଇଟ୍ରେ ଏଇଟା ମଧ୍ୟ ଟ୍ୱିଟ୍ କରି ସରକାର ଆପଣଙ୍କୁ କହିଛନ୍ତି। ଠିକ୍ ଅଛି। ତ ମୋର କହିବାର ମାନେ ହେଉଛି କି ଯଦି ଆପଣମାନେ ଏତେ ପର୍ଯ୍ୟନ୍ତ ଆପଣଙ୍କ ନିଜ ନିଜ ବ୍ୟାଙ୍କ ଖାତାରେ eKYC କରିନାହାନ୍ତି ଏବଂ DBT ଲିଙ୍କ କରିନାହାନ୍ତି, ଯଥାଶୀଘ୍ର ଆପଣମାନେ ଯାଇକି eKYC DBT ଲିଙ୍କ କରିନିଅନ୍ତୁ। କାହିଁକିନା ଆଜି ହେଉଛି ମାର୍ଚ୍ଚ ମାସ 12 ତାରିଖ, ଆସନ୍ତାକାଲି ଆପଣଙ୍କର PM କିଷାନରେ ପଇସା ଆସିବା ପାଇଁ ଯାଉଛି। ତ ଯଥାଶୀଘ୍ର ଯାଇକି ଏସବୁ କାମ କରିନିଅନ୍ତୁ। ତାପରେ ଦେଖନ୍ତୁ ଆମେ ଆସିଛୁ ଜାଣିବା କି ଆପଣମାନଙ୍କର ଯେଉଁ PM କିଷାନରେ ଆପଣଙ୍କ ନିଜ ନିଜ ନାମ ଆପଣମାନେ କେମିତି ଚେକ୍ କରିପାରିବେ। ପ୍ରଥମେ ଯଦି ଆମେ ଦେଖିବା ପାଇଁ ଯିବା, ଆପଣମାନେ ଷ୍ଟାଟସ୍ ଆପଣ କେମିତି ଚେକ୍ କରିବେ। ଠିକ୍ ଅଛି। ତ ଦେଖନ୍ତୁ ଆପଣ କ'ଣ କରିବେ ଅଛି ନା ଗୁଗୁଲ ବ୍ରାଉଜରକୁ ଯାଇକି ଆପଣଙ୍କୁ PM କିଷାନ ସର୍ଚ୍ଚ କରିବେ। ସର୍ଚ୍ଚ କରିସାରିଲା ପରେ ଆପଣଙ୍କୁ ଗୋଟେ ପେଜ୍ ଏମିତି ବାହାରି ଆସିବ। ପ୍ରଥମେ ଯେଉଁ ଜିନିଷଟା ଅଛି ଏଇଟା ଆପଣମାନେ କ୍ଲିକ୍ କରିବେ। ଠିକ୍ ଅଛି। କାହିଁକିନା ଏଇଟା ହେଉଛି ପ୍ରଧାନମନ୍ତ୍ରୀ ଯୋଜନାରେ ପୁରା ଅଫିସିଆଲ ୱେବସାଇଟ୍ଟା। ଅଫିସିଆଲ ୱେବସାଇଟ୍ କ୍ଲିକ୍ କଲା ପରେ ସେ ଆପଣଙ୍କୁ ଏମିତି ଗୋଟେ ପେଜ୍ ଆପଣଙ୍କୁ ନେଇଯିବ। ନେଇଗଲା ପରେ ଆପଣ କ'ଣ କରିବେ ନା ଆପଣମାନେ ଟିକେ ହାଲକା ସ୍କ୍ରୋଲ୍ କରିବେ। ସ୍କ୍ରୋଲ୍ କରିସାରିଲା ପରେ
ଆପଣଙ୍କୁ ଦେଖିଦେବେ ଏଠି ଦେଖନ୍ତୁ ନାଓ ୟୋର ଷ୍ଟାଟସ୍ ଏଇଠି ଲେଖା ହେଇଛି ଆପଣମାନଙ୍କର ନାଓ ୟୋର ଷ୍ଟାଟସ୍ ବୋଲି। ତ ଏଇ ନାଓ ୟୋର ଷ୍ଟାଟସ୍ ଉପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଏଇଠି ଆପଣଙ୍କ ରେଜିଷ୍ଟ୍ରେସନ୍ ନମ୍ବର ଦେବେ ଯେଉଁଟାକି ଆପଣମାନେ PM କିଷାନରେ ଆପ୍ଲାଏ କରିଥିବେ। ସେଇଟା ରେଜିଷ୍ଟ୍ରେସନ୍ ନମ୍ବର ଦେଇଦେବେ ଏବଂ ଆପଣଙ୍କର ଏଠି କ୍ୟାପ୍ଚା ଦେଇକି ଆପଣମାନେ OTP ମଧ୍ୟ କ୍ଲିକ୍ କରିବେ। OTP କ'ଣ ପାଇଁ ଦେବେ ନା ଯେହେତୁ ଆପଣଙ୍କ ମୋବାଇଲ୍ ନମ୍ବର ଲିଙ୍କ୍ ଥିବ ସେଥିରେ, ତ ସେଇ ମୋବାଇଲ୍ ନମ୍ବରକୁ ଗୋଟେ OTP ଆସିବ ଆପଣମାନଙ୍କର। ତାପରେ ଆପଣମାନେ ସେଇଟାକୁ OTP ଦେଇକି ଆପଣଙ୍କର ନିଜର ଯାହା ଷ୍ଟାଟସ୍ ଅଛି ଆପଣମାନଙ୍କର ସେଇଟା ଆପଣମାନେ ଦେଖିପାରିବେ। ଠିକ୍ ଅଛି। ଏବେ ଚାଲନ୍ତୁ ଜାଣିବା ଆପଣମାନଙ୍କର ବେନିଫିସିଆରୀ ଲିଷ୍ଟ କ'ଣ ଅଛି। ଦେଖନ୍ତୁ ସେମ୍ ପ୍ରୋସେସ୍ ନାଓ ୟୋର ଷ୍ଟାଟସ୍ ତଳେ ଆପଣମାନଙ୍କର ଅଛି କି ବେନିଫିସିଆରୀ ଲିଷ୍ଟ ଅଛି। ତ ଏଇ ବେନିଫିସିଆରୀ ଲିଷ୍ଟ ଉପରେ ଆପଣ କ'ଣ କରିବେ ନା ଏଇଠି ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କର ବେନିଫିସିଆରୀ ଲିଷ୍ଟ ବାହାରି ଆସିଲା। ଏଇଠି ଆପଣଙ୍କୁ ସେ ଦେଖନ୍ତୁ କ'ଣ କ'ଣ ମାଗିଛି, ନିଜର ଷ୍ଟେଟ୍ ମାଗିଛି, ଡିଷ୍ଟ୍ରିକ୍ଟ ମାଗିଛି, ସବ୍ ଡିଷ୍ଟ୍ରିକ୍ଟ ମାଗିଛି, ବ୍ଲକ୍ ମାଗିଛି ଏବଂ ନିଜ ଭିଲେଜ୍ ନେମ୍ ମାଗିଛି। ଠିକ୍ ଅଛି। ତ ଆପଣ କ'ଣ କରିବେ, ନିଜ ଷ୍ଟେଟ୍ ଆମର ଯାହା ବି ଅଛି ଆମେ ଦେଇଦେବେ। ଯେହେତୁ ଆମେ ଓଡ଼ିଶାରେ ବିଲଙ୍ଗସ୍ କରୁଛୁ ତ ଆପଣଙ୍କୁ ଏଠି ଓଡ଼ିଶା ଦେଇଦେବେ ଏବଂ ନିଜ ଡିଷ୍ଟ୍ରିକ୍ଟ ଯାହା ବି କିଛି ଥିବ ଆପଣ ଦେଇଦେବେ। ନିଜ ବ୍ଲକ୍ ଆପଣଙ୍କ ଯାହା ବି କିଛି ଥିବ ଭଲ ଭାବରେ ଆପଣ ଫିଲ୍ଅପ୍ କରିବେ। ତାପରେ ଦେଖନ୍ତୁ ଆପଣଙ୍କ ଭିଲେଜ୍ ଯାହା ବି କିଛି ରହିଲା ଆପଣ ଭିଲେଜ୍ ଆପଣ ଦେଇଦେବେ। ଠିକ୍ ଅଛି। ଦେଇସାରିଲା ପରେ ଏଇଠି ଦେଖନ୍ତୁ ଲେଖା ହେଇଛି ଏଇଠି ଆପଣମାନଙ୍କର କି ଗେଟ୍ ରିପୋର୍ଟ। ଏଇ ଗେଟ୍ ରିପୋର୍ଟ ଉପରେ ଆପଣମାନେ କ୍ଲିକ୍ କରିବେ। ଗେଟ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣମାନଙ୍କ ଦେଖନ୍ତୁ ଟୋଟାଲି ଡିଟେଲ୍ସ ଭାବରେ ଆପଣଙ୍କର ବାହାରି ଆସୁଛି ସିରିଏଲ୍ ନମ୍ବର, ଫାର୍ମର ନେମ୍ ଏବଂ ଜେଣ୍ଡର। ଠିକ୍ ଅଛି। ମାନେ ଆପଣଙ୍କ ଏଇ ସିରିଏଲ୍ ଅନୁସାରେ ଆପଣଙ୍କର ସବୁ ଲିଷ୍ଟ ଇଏ ଅଛି ଏବଂ ଫାର୍ମର ନେମ୍ ମାନେ ଆପଣଙ୍କର ଯେଉଁ କୃଷକ ଅଛନ୍ତି ସେ କୃଷକ ନେମ୍ ରେଜିଷ୍ଟ୍ରେସନ୍ କରିବା ପାଇଁ ସେଇଠି ଯାହା ବି କିଛି ପଇସା ଯାହାର ଆସିବେ ତାଙ୍କ ନାଁ ମଧ୍ୟ ଏଇଠି ଅଛି ଏବଂ ଆପଣ ସେଇଟା ମେଲ୍ କେମାନେ ଫିମେଲ୍ କେମାନେ ପଇସା ପାଉଛନ୍ତି ସେଇଟା ମଧ୍ୟ ଆପଣଙ୍କର ଅଛି, ଏଠି ଲିଷ୍ଟ ହେଇକି ଅଛି। ଠିକ୍ ଅଛି। ତ ଏଇଟା ହେଉଛି ଆପଣଙ୍କର ବେନିଫିସିଆରୀ ଲିଷ୍ଟ ଆପଣଙ୍କର ବାହାରି ଆସିଲା। ତାପରେ ଦେଖନ୍ତୁ ଯଦି ବି ଆପଣମାନେ ଏତେ ପର୍ଯ୍ୟନ୍ତ ଆପଣମାନଙ୍କର କହିନାହାନ୍ତି ଆପଣଙ୍କର ଡାଉନଲୋଡ଼ ଆପ୍ସ କରିନାହାନ୍ତି ତ ଦେଖନ୍ତୁ ଲେଖା ହେଇଛି ଏଠି ଆପଣମାନଙ୍କର PM କିଷାନ ମୋବାଇଲ୍ ଆପ୍ସ। ଠିକ୍ ଅଛି। ତ ଏଇଟା ମଧ୍ୟ ଆପଣଙ୍କର ଆପ୍ସ କରିଦେଲେ ମଧ୍ୟ ଡାଉନଲୋଡ଼ କରିଦେଲେ ଏଥିରେ ଆପଣମାନେ ଟୋଟାଲ୍ ଡିଟେଲ୍ସ ଭାବେ ଜାଣିପାରିବେ। ଠିକ୍ ଅଛି। ତ ଏଇଟା ହେଉଛି ଆପଣଙ୍କର ବହୁତ ବଡ଼ ଅପଡ଼େଟ୍ ଯାହାକି ଆପଣମାନଙ୍କର ପଇସା ବହୁତ ଶୀଘ୍ର ଆସନ୍ତାକାଲି ଆସିବା ପାଇଁ ଯାଉଛି ଏବଂ ଆଜି ମଧ୍ୟ ମୁଁ ଆପଣମାନଙ୍କୁ କହିଦେଲି କି ଆପଣଙ୍କ PM କିଷାନ ପଇସା କେବେ ଆସିବ। ଅଫିସିଆଲି ୱେବସାଇଟ୍ରେ ମଧ୍ୟ ଆପଣମାନଙ୍କର ଆସିଯାଇଛି କି ଆପଣମାନଙ୍କର 13 ମାର୍ଚ୍ଚ ମାନେ ଆସନ୍ତାକାଲି ଆପଣମାନେ ପଇସା ପାଇବା ପାଇଁ ଯାଉଛନ୍ତି। ତ ଏଇଟା ଗୋଟେ ବହୁତ ବଡ଼ ଅପଡ଼େଟ୍ ଥିଲା। ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗୁଥିବ ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି।